ଦେଖିକି ସୁନ୍ଦର ଲାଗୁଛି ନା, ଖାଇବାକୁ ବି ବହୁତ ହି ଟେଷ୍ଟି ଲାଗିବ, ଆଉ ଦେଖିବାକୁ ଯେମିତି ସୁନ୍ଦର, ବନେଇବା ବି ଅତି ସହଜ। ଆଜି ବନେଇବା ଶାଗୁ ଆଉ ଫ୍ରୁଟର କଷ୍ଟାର୍ଡ, ତା ବି ବହୁତ ହି ସହଜ ଉପାୟରେ। ଦର୍ଶକ ବନ୍ଧୁ ସ୍ୱାଗତ କରୁଛି ଦେଶୀ ଫୁଡ କୋର୍ଟ କୁକିଂ ଚ୍ୟାନେଲକୁ। ତ ଏଠି ମୁଁ ନେଇଛି ଗୋଟେ ଛୋଟ ଗିନା ଶାଗକୁ 2-3 ଥର ଧୋଇକିରି ଏଠି ଯୋଉ ଗିନାରେ ଶାଗୁ ନେଇଥିଲି ତାର ଅଧ ଗିନା ପାଣି ଦେଇକି ଏଠି ଭିଜେଇ ନେଇଥିଲି। ଏଠି ଶାଗୁ ଭିଜେଇଲେ ଆପଣଙ୍କୁ ଲାଗିବ 4-5 ମିନିଟ୍ ସମୟ। ଯଦି ଆପଣ ଡାଇରେକ୍ଟ ଶାଗୁରେ ବନଉଛନ୍ତି ତ ଆପଣଙ୍କୁ 10-12 ମିନିଟ୍ ସମୟ ଲାଗିବ। ତ ଗ୍ୟାସ୍ ବଞ୍ଚେଇବା ପାଇଁ ଏଇଟା ସହଜ ପ୍ରଣାଳୀ। ତ ପ୍ରଥମେ ଏଠି ପାଣି ଗରମ ହେବା ପାଇଁ ବସେଇ ଦେଇଛି। ଯେହେତୁ ଶାଗୁଟା ଭିଜିକି ଅଛି ତ ଥଣ୍ଡା ପାଣିରେ ବସେଇଲେ ଟିକେ ଟାଇମ୍ ଲାଗିବ ଫୁଟିବାକୁ। ତ ଆଗରୁ ଆପଣ ପାଣି ବଏଲ କରିନେଇଥିବେ କିମ୍ବା ଗରମ କରିନେଇଥିବେ। ତାପରେ ଆମେ ଯୋଉ ଶାଗୁକୁ ଭିଜେଇକି ରଖିଥିଲେ ଶାଗୁ ସବୁକୁ ଆମେ ଏଠି ପକେଇ ନେବା। ଏଠି ମିଡ଼ିୟମ୍ ହିଟ୍ରେ 4-5 ମିନିଟ୍ ଆପଣ ଯେମିତି ବଏଲ କରିନେବେ। ତ ଶାଗୁଟା ଆପଣଙ୍କର ବହୁତ କମ୍ ସମୟରେ ଆପଣଙ୍କର ସିଝିଯିବ। ଯଦି ଆପଣ ଶାଗୁ ସାଙ୍ଗେ ସାଙ୍ଗେ ଧୋଇକି ପକାଉଛନ୍ତି ଆପଣଙ୍କୁ ବହୁତ ସମୟ ଲାଗିବ, 10-12 ମିନିଟ୍ ସମୟ ଲାଗିବ। ଦେଖିପାରୁଥିବେ ଶାଗୁଟା ପୁରା ଟ୍ରାନ୍ସପରେଣ୍ଟ ହେଇଯାଇଛି। ତ ଏତିକି ସମୟରେ ଆମେ ଗ୍ୟାସର ଏଇଟା ଆମେ ଏଠି ବନ୍ଦ କରିନେବା। ଦେଖିପାରୁଥିବେ ବହୁତ ହି କମ୍ ସମୟରେ ଆମର ଶାଗୁ ରେଡି ହେଇଗଲା। ତ ଏଇ ପ୍ରୋସେସଟାରେ ନିଶ୍ଚୟ ଆପଣ ବନାନ୍ତୁ। ତ ଏଠି ଗ୍ୟାସ ରେଟ୍ ବନ୍ଦ କଲା ପରେ ଗୋଟେ ଛଣା ନେବା। ତ ଏଠି ଶାଗୁକୁ ଛାଣି ନେବା। ଯଦି ଆପଣ ଏମିତି ଗରମରେ ରଖିଦେବେ ତ କୁକିଂ ପ୍ରୋସେସଟା ଜାରି ରହିବ, ଯୋଉଟା କି ଆହୁରି ମାନେ ଶାଗୁଟା ଭଲସେ ମାନେ ଲାଗି ହେଇଯିବ। ତ ଆମର ଯୋଉ ବନେଇବା ଆମେ ଶାଗୁ ଫ୍ରୁଟ କଷ୍ଟାର୍ଡ, ତ ଭଲ ଲାଗିବନି ଶାଗୁଟା ଖାଇବାକୁ। ତ ଆମର ଛାଣି ସାରିଲା ପରେ ଆପଣ ଥଣ୍ଡା ପାଣି 3-4 ଥର ଦେଇକି ଶାଗୁଟାକୁ ପୁରା ଥଣ୍ଡା କରିନେବେ, ଯୋଉଟା କି ଶାଗୁଟା ଆମର ଯେତେବେଳେ କଷ୍ଟାର୍ଡ ବନେଇବା ପୁରା ଗୋଟା ଗୋଟା ରହିବ। ତ ଦେଖିପାରୁଥିବ ମୁଁ ଏଠି ଗରମ ପାଣି ଛାଣିଲା ସବୁ ତାର ପାଣି ବାହାର କଲା ପରେ ଏଠି ଥଣ୍ଡା ପାଣି ଦେଇକି ଭଲସେ ଧୋଇ ନେଇଛି। ତ ଏଠି ଆମେ ଶାଗୁକୁ ଛାଡ଼ିଦେବା, ଯୋଉ ଏକ୍ସଟ୍ରା ପାଣି ଥିବ ସବୁ ବାହାରି ଯିବ। ତ ଆପଣଙ୍କର ଯୋଉ ବଜାରରୁ ଖାଇବେ ଯୋଉ ଫାଲୁଦା କୁହନ୍ତୁ କିମ୍ବା ଆପଣ କଷ୍ଟାର୍ଡ ଖାଆନ୍ତୁ, ତ ଏମିତି ହେଲ୍ଦି ଉପାୟରେ ବହୁତ ହି କମ୍ ସମୟରେ ଆପଣ ଏଇଟା ବନେଇ ପାରିବେ। ତ ମୁଁ ଏଠି ଗୋଟେ କରେଇ ନେଇଛି। କରେଇରେ ଦେଖିପାରୁଥିବେ ଅଳ୍ପ ପାଣି ଦେଇ ଦେଇଛି। ଦେଲା ପରେ ମୁଁ ଏଠି 1 ଲିଟର କ୍ଷୀର ନେଇଛି। ତ ଆପଣ ଫୁଲ୍ ଫ୍ୟାଟ୍ ମିଲ୍କ ନେବେ, ଯୋଉଟାରେ କି ଏଇ କଷ୍ଟାର୍ଡଟା ଖାଇବାକୁ ବହୁତ ଟେଷ୍ଟି ଲାଗିବ। ତ ସବୁ କ୍ଷୀର ପକେଇଲା ପରେ ଆମେ ଏଠି ହାଇ ଫ୍ଲେମ୍ରେ କ୍ଷୀରଟାକୁ ବଏଲ ହେବା ପାଇଁ ଦେବା। ତ ଯେତିକି ଆପଣ ମିଠା ଖାଇବେ ସେ ଅନୁସାରେ ଆପଣ ଚିନି ଦେଇପାରିବେ, ମିଶ୍ରି ଦେଇପାରିବେ। ତ ଚିନି ପକେଇଲା ପରେ ସବୁକୁ ଭଲସେ ଗୋଳେଇ ନେବା। ଆଉ ଏଠି ଦେଇଛି ମୁଁ 4ଟା ଗୁଜୁରାତିର ମଞ୍ଜିକୁ ବାହାର କରିକି ଛେଚିକି ଦେଇଛି, ବାସ୍ନା ବହୁତ ହି ବଢିଆ ଆସିବ। ତ କ୍ଷୀରଟାକୁ ଆମେ ଗୋଳେଇ ପୁରା 4-5 ମିନିଟ୍ ଭଲସେ ଫୁଟିବାକୁ କ୍ଷୀରକୁ ଦେବା। ଯେତେ ସମୟ ଫୁଟିବ ଆମର କଷ୍ଟାର୍ଡଟା ସେତେ ଟେଷ୍ଟ ଲାଗିବ। ଯେହେତୁ ଏଠି ମୋ ପାଖରେ ଭାନିଲା କଷ୍ଟାର୍ଡ ନଥିଲା, ମୁଁ ଏଠି ଷ୍ଟ୍ରବେରୀ କଷ୍ଟାର୍ଡ ନେଇଛି 2 ଚାମଚ। ତ ଆପଣ ଯେତିକି ବନେଇବେ ସେ ଅନୁସାରେ ଅଧିକା କଷ୍ଟାର୍ଡ ପାଉଡର ନେବେନି, ଜଲ୍ଦି ହିଁ ବହଳିଆ ହେଇଯିବ, ଆପଣଙ୍କର କଷ୍ଟାର୍ଡ ଖାଇବାକୁ ଭଲ ଲାଗିବନି। ତ ଏଠି ମୁଁ 2 ଚାମଚ ନେଇଛି 1 ଲିଟର କ୍ଷୀର ପାଇଁ। ଅଳ୍ପ ପାଣି ଦେବେ କିମ୍ବା କିଛି ଥଣ୍ଡା କ୍ଷୀର ଦେଇକି ଭଲସେ ଗୋଳେଇ ନେବେ। ତ ଆପଣଙ୍କର କଷ୍ଟାର୍ଡ ଯେତେ ମାନେ ସିଝି ହବ ଆପଣଙ୍କର କଷ୍ଟାର୍ଡଟା ସେତେ ଟେଷ୍ଟି ଲାଗିବ। ଟିକେ ଟାଇମ୍ ଲାଗିବ, କିନ୍ତୁ ଆପଣ ଟାଇମ୍ ନେଇକିରି ଭଲସେ ଗୋଳେଇ ଫୁଟେଇବେ, ଯେମିତି ଆପଣଙ୍କର କଷ୍ଟାର୍ଡଟା ଟିକେ ବହଳିଆ ହେଇଯିବ। ସେତେବେଳେ ଯାଇକି ଆପଣ କଣ୍ଟିନ୍ୟୁଅସଲି ଘାଣ୍ଟିବେ, ନହେଲେ ତଳ ଲାଗିଯିବ। ତ ଏଇ ରେସିପିରେ ଆପଣଙ୍କୁ ଲାଗିବ ଆପଣଙ୍କର ଆଇସ୍କ୍ରିମ୍ ଯେମିତି ଫ୍ଲେଭରଟା ଲାଗିବ, ଷ୍ଟ୍ରବେରୀ ଫ୍ଲେଭରଟା, କିନ୍ତୁ ଆପଣ ଚାହିଁଲେ ଭାନିଲା କଷ୍ଟାର୍ଡ ପାଉଡର ବି ୟୁଜ୍ କରିପାରିବେ। ତ ଦେଖିପାରୁଥିବେ 5-6 ମିନିଟ୍ ବଏଲ କଲେ ମାନେ କଷ୍ଟାର୍ଡକୁ ଘାଣ୍ଟିଲା ପରେ ଆପଣ ଦେଖିପାରୁଥିବେ କେତେ ବହଳିଆ ଅଛି। ଆଠୁ ଅଧିକା ବହଳିଆ କରିବେନି କି ଆଠୁ ଅଧିକା ପତଳା କରିବେନି। ତ ଆକୁ ଛାଡ଼ିଦେବା କିଛି ସମୟ ଥଣ୍ଡା ହେବା ପାଇଁ। ତ ଏଠି ମୁଁ ଗୋଟେ ବଡ଼ ଜାଗାରେ ବାହାର କରିନେଇଛି। ତ ଦେଖିପାରୁଥିବେ ଆଠୁ ବେଶୀ ବହଳିଆ ହେଲେ ଆପଣ ଖାଇବାକୁ ଭଲ ଲାଗିବନି, ପତଳା ହେଲେ ଟିକେ ପତଳା ଲାଗିବ। ତ ଆକୁ କଣ କରିବା ନା, ଆମେ ଯୋଉ ଶାଗୁକୁ ଛାଣିକି ରଖିଥିଲେ ଶାଗୁ ସବୁକୁ ଏଠି ମିଶେଇ ନେବା। ତ ଆପଣ ଚାହିଁଲେ ବିନା ଶାଗୁରେ ବି ବନେଇ ପାରିବେ, କିନ୍ତୁ ଶାଗୁଟା ପକେଇଲେ ବହୁତ ହେଲ୍ଦି ଅପସନ୍, ଆପଣ ଖାଇବାକୁ ବି ଭଲ ଲାଗିବ। ତ ଶାଗୁ ପକେଇଲା ପରେ ସବୁକୁ ଭଲସେ ଗୋଳେଇ ନେବା। ତ ଦେଖିପାରୁଥିବେ ଭଲସେ ଗୋଳି ହେଇଗଲାଣି। ତାକୁ ଆମେ 2-3 ଘଣ୍ଟା ଫ୍ରିଜରେ ରଖିଦେବା। ଯେତିକି ସମୟ ଆପଣଙ୍କୁ ଥଣ୍ଡା ହେବାକୁ ଲାଗିବ ସେତିକି ସମୟ ଆପଣ ରଖିଦେବେ ଫ୍ରିଜରେ। ତ ଫ୍ରୁଟ୍ସ ଆପଣଙ୍କ ଚଏସ୍ ହିସାବରେ ଆପଣ ନେଇପାରିବେ। ତ ମୁଁ ନେଇଛି ଏଠି ପାଚିଲା ଅମୃତଭଣ୍ଡା, ଆଉ ନେଇଛି ଅଙ୍ଗୁରୁ, ଆପେଲ ନେଇଛି, କମଳା ନେଇଛି। କମଳାର ଯୋଉ ଉପର ଚୋପାଟାକୁ ଆପଣ ବାହାର କରିନେବେ, ଖାଇବାକୁ ଭଲ ଲାଗିବ। ଆଉ ନେଇଛି ଆଲମଣ୍ଡ, ଆପଣ ଚାହିଁଲେ କାଜୁ, କିସମିସ, ପିସ୍ତା ଯେକୌଣସି ଡ୍ରାଇ ଫ୍ରୁଟ୍ସ ଆପଣ ୟୁଜ୍ କରିପାରିବେ। ଏଠି ନେଇଛି ବେଦାନା, ଆଉ ନେଇଛି ତରଭୁଜ। ଆପଣଙ୍କ ଫ୍ରୁଟ୍ସ ଯେତେ ହେଲ୍ଦି ବନେଇ ପାରିବେ ଆପଣ ଢେର ସାରା ଏଠି
फ्रुट्स नहीं पारे। देखिपे फ्रिज रू काढ़ी नहीं बहुत ही ठंडा ही बहलिया देखिपे केत आपड़ चाहिए फ्रुट्स सबको देहरे मिसेकी आप सर्व करेंगे किंतु टे फ्रुट्स टा खाइला बेले भल लगे तो मुझे टे ओसारिया बड़ ग्लास नहीं जो खाइबा सुविधा हम तो आपड़ चाहिए फ्रुट्स को मिसेकी भी ये सर्व करेंगे। मुझे प्रथम किसी जो सागु कस्टार्ड रही किदेवी तले ग्लास रे प्रथम देदेवी तापर किसी फ्रुट्स देवी तापर पुणी सागुर कस्टार्ड देवी पुणी फ्रुट्स देवी तो देखा भी भल लगे खाइबा भी भल लगे आपन पाखे जदि समय ना सबको मिसेकी आप गिनारे किंबा ग्लास रे सर्व करेंगे। तो दर्शक बंधु आज रेसिपी जदि आपण मानकु टिके भी भल लगी तो वीडियो को निश्चिंत लाइक करने आ नुआ जदि आछंती मो चैनल को चैनल को निहाती सब्सक्राइब करने और फेसबुक पेज रे देखुଥିଲେ फेसबुक पेज को फॉलो करने और रेसिपीटा केमती लागिला आपनका सुचिंतित मतामत निश्चय कमेंट माध्यम रे देबे आ पिला माने हो कि बड़ माने हो एंती हेल्दी सागो फ्रूट कस्टर्ड बनांतु आपनकर केमती बनितला निश्चिंत कमेंट माध्यम रे कहबे। तो किसी एटे ड्राई फ्रुट्स किसी फ्रुट्स दे देला पर मु पुणी सागुर कस्टार्ड ऊपर देदेवी आ देखि पारे बाजार ठू आनिक खाइबा पे घरे आपण केते सहजरे एटा बनै परिबे। तो पुणी आसीबो गोटे नुआ रेसिपी सहित आपण एमती हेल्दी जिनस खातु और सुस्थ रुहतु। वीडियोटा पूरा देखिथारु आपण मानकु बहुत बहुत धन्यवाद।